ମା ମୋର କିଛି ନାହିଁ କେହି ମୋର ମୋ ଜଇଁଟି କାଲି ଦଣ୍ଡକୁ ଯାଇଥିଲା ଯେ କରେଣ୍ଟ ମାରିଦେଲା ମୋ ଜଇଁକି କେମିତି ମୋର 12 ବର୍ଷ ଝିଅ କେମିତି ରହିବ ଡାଟାରୁ ଯାଇ ହେଲେ ମୋ ଛୁଆକୁ ହେଲେ ମିଳିବ ମା ମୁଇଁ କେମିତି ସେ ମୁଣ୍ଡ ଛୁଆରାକୁ ଧରିନି ମୁଇଁ ରହିବି ମୁଇଁ ବିଧବା ହେଇଥିଲି ଯେ ମୋ ସ୍ୱାମୀ ଚାଲିଗଲା ଯେ ମୁଇଁ ଚିନ୍ତା କରିନଥିଲି ଦେଖିଲି ମୋର ଝିଅ 3ଟା ଯେ ଜଇଁ 3ଟା ପାଖରେ ରଖିବି ବୋଲି। ବର୍ତ୍ତମାନ ଆମ ଗ୍ରାମର ଦଣ୍ଡ ନାଚ ପାଇଁ ଆମ ଗ୍ରାମରେ ଗୋଟେ ତୁଳସୀବଣୀ ସାହିରେ ଆମର ନାଚ ହେବା କଥା। ସେଠି ପୋଲ ଆମେ ଯେଉଁ ଷ୍ଟେଜ୍ଟା ତିଆରି କରିବା ଟାଇମ୍ରେ ଇଲେକ୍ଟ୍ରି ଯେଉଁ 11 KV ବହୁତ ତଳେ ଥିଲା, ଯେଉଁଟାକି ସେ ଟଚ୍ ହେବା ପରେ 5 ଜଣ ଗୁରୁତର ଥିଲେ, କିନ୍ତୁ ଯେତେବେଳେ ମେଡ଼ିକାଲ ତାଙ୍କୁ ନିଆଗଲା ଡକ୍ଟର ତାଙ୍କୁ 3 ଜଣ ମୃତ ଘୋଷଣା କଲେ। ତେଣୁ ଇଏ ହେଉଛି ଇଲେକ୍ଟ୍ରି ଡିପାର୍ଟମେଣ୍ଟର ମନମୁଖୀ ଶାସନ। ତାଙ୍କୁ ଯେତେବେଳେ ଯାହା କହିଲେ ବି ସେ କୌଣସି ପ୍ରକାର ରେସ୍ପଣ୍ଡ ନେଉନାହାନ୍ତି। ତେଣୁ ଆମେ ସେଥିପାଇଁ ଆଜି এই ରାଜରାସ୍ତାରୁ ମାନେ ବନ୍ଦ କରିଛୁ, ଯେଉଁଟାକି ବର୍ତ୍ତମାନ ଆମର 4ଟି ଦାବି ରହିଛି। ଗୋଟେ ଦାବି ହେଲା ହିନ୍ଦୋଳକୁ ପୁରା କେବୁଲ କରାଯାଉ, ଆଉ ଦ୍ୱିତୀୟରେ ହେଲା ଜେଇକୁ ସସ୍ପେଣ୍ଡ କରାଯାଉ। ତାଙ୍କର ଯେଉଁ ମନମୁଖୀ ବର୍ତ୍ତମାନ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଟୋଟାଲି କୌଣସି କଥା ଶୁଣୁନାହାନ୍ତି, ତେଣୁ ତାକୁ ଜେଇକୁ ସସ୍ପେଣ୍ଡ ଆଗ କରାଯାଉ। ତୃତୀୟରେ ହେଲା ଯେଉଁ ଭାଇମାନେ ଆଜି ମୃତ୍ୟୁବରଣ ତାଙ୍କୁ ଉଚିତ ମୂଲ୍ୟ ଦିଆଯାଉ, ଆଉ ଯେଉଁମାନେ ଗୁରୁତର ବର୍ତ୍ତମାନ ଅବସ୍ଥାରେ ଅଛନ୍ତି ତାଙ୍କୁ ବି ମୂଲ୍ୟ ଦିଆଯାଉ। ଇଏ ହେଉଛି ଆମର 4ଟି ଦାବି। ଆଜି ଯେପର୍ଯ୍ୟନ୍ତ ଏଇ ଦାବି 4ଟି ପୂରଣ ନ ହେବ ସେ ପର୍ଯ୍ୟନ୍ତ ଆମେ ରାସ୍ତା ରୋକ ରହିବୁ।